ମୋ ବାବା ମୋ ଜୀବନର ଅଦୃଶ୍ୟ ଶକ୍ତି। ମୋ ବାବା କେବଳ ଏକ ସମ୍ପର୍କ ନୁହନ୍ତି, ସେ ମୋ ଜୀବନର ନୀରବ ଆଶ୍ରୟ, ଯିଏ ଶବ୍ଦ କହିନଥିଲେ ବି ମୋ ମନର ସବୁ ଯନ୍ତ୍ରଣାକୁ ବୁଝିଯାଆନ୍ତି। ମୁଁ ଯେତେବେଳେ ଭୁଲ କରେ, ସମଗ୍ର ଦୁନିଆ ଯେତେବେଳେ ଆଙ୍ଗୁଳି ଉଠାଏ, ସେ ସମୟରେ ସେ ମୋ ଆଗରେ ଢାଲ ହୋଇ ଛିଡ଼ା ହୁଅନ୍ତି। ମୋର ସବୁ ଦୋଷକୁ ନିଜ ଛାତିରେ ଲୁଚେଇ ମୋତେ ନୂଆ ଆରମ୍ଭ କରିବାର ଯିଏ ସାହସ ଦିଅନ୍ତି, ସେ ହେଉଛନ୍ତି ମୋ ବାବା। ଉପରେ ସେ କଠୋର, କଥା କମ୍, କିନ୍ତୁ ତାଙ୍କର ପ୍ରତ୍ୟେକ ନୀରବତାରେ ମୋ ପ୍ରତି ଅସୀମ ଭଲ ପାଇବା ଲୁଚିଥାଏ। ମୋର ସମସ୍ତ ଇଚ୍ଛା, ମୋ ଆବଶ୍ୟକତା, ମୋ ସ୍ୱପ୍ନ ସବୁକୁ ସେ ନିଜ ସ୍ୱପ୍ନଠାରୁ ଆଗରେ ରଖନ୍ତି। ମୁଁ ଦୂରରେ ରହିଲେ ତାଙ୍କର ରାତି ନିଦହୀନ ହୋଇଯାଏ। ମୋ ଦେହ ଖରାପ ହେଲେ ତାଙ୍କ ଆଖିରେ ଚିନ୍ତାର ଛାୟା ମାଡ଼ି ଆସେ। ନିଜ ସୁଖକୁ ତ୍ୟାଗ କରି, ନିଜ ଆଶାକୁ ପଛରେ ରଖି ମୋର ଆଗାମୀକୁ ସୁନ୍ଦର କରିବା ପାଇଁ ସେ ଦିନ ରାତି ସଂଘର୍ଷ କରନ୍ତି। ସେଇ ନୀରବ ଯୋଦ୍ଧାର ନାମ ହେଉଛି ମୋ ବାବା। ସେ ମୋ ହାତ ଧରି ଜୀବନର ପ୍ରଥମ ପାଦ ଚାଲି ଶିଖାଇଛନ୍ତି। ଛୋଟବେଳୁ ଆଜି ପର୍ଯ୍ୟନ୍ତ ପାଠ, ପରିଶ୍ରମ ଓ ସତ୍ୟର ମୂଲ୍ୟ ବୁଝାଇଛନ୍ତି। କଠିନ ସମୟରେ ଭାଙ୍ଗି ନ ପଡ଼ି ଦୃଢ଼ ହୋଇ ରହିବାର ସାହସ ଦେଇଥିବା ସେଇ ମଣିଷଟି ହେଉଛନ୍ତି ମୋ ବାବା। ସବୁ ନିନ୍ଦା, ସବୁ ଅପବାଦ, ସବୁ ଯନ୍ତ୍ରଣାକୁ ସେ ନୀରବ ଭାବରେ ସହି ମୋତେ ଆଗକୁ ବଢ଼ିବାର ଆଲୋକ ଦେଖାଇଛନ୍ତି। ସେଥିପାଇଁ ମୋ ବାବା କେବଳ ମୋର ଜନକ ନୁହନ୍ତି, ସେ ମୋ ଜୀବନର ଅଦୃଶ୍ୟ ଶକ୍ତି, ମୋ ସାହସ, ମୋ ଗର୍ବ।